ଗୋଟିଏ ସମୟର କଥା। ଏକ ଘଞ୍ଚ ଜଙ୍ଗଲରେ ଏକ ହରିଣ ବାସ କରୁଥିଲା। ସେ ବହୁତ ଅହଙ୍କାରୀ ଥିଲା। ଥରେ ସେ ପୋଖରୀରେ ପାଣି ପିଇବା ସମୟରେ ପାଣିରେ ତାର ଛବି ଦେଖିଲା। ପ୍ରଥମେ ନିଜର ସୁନ୍ଦର ସିଂହକୁ ଦେଖି ସେ ବହୁତ ଖୁସି ହେଲା, କିନ୍ତୁ ତାପରେ ନିଜର ପତଳା ଗୋଡ଼କୁ ଦେଖି ସେ ବହୁତ ଦୁଃଖିତ ହେଲା ଏବଂ ଭଗବାନଙ୍କୁ ଅଭିଯୋଗ କରିବା ଆରମ୍ଭ କରିଲା। କିଛି ସମୟ ପରେ ଗୋଟିଏ ବାଘକୁ ତା ପଟେ ଆସୁଥିବାର ଦେଖି ହରିଣ ଭୟଭୀତ ହୋଇ ବହୁତ ଜୋରରେ ଦୌଡ଼ିବାକୁ ଲାଗିଲା। ଦୌଡ଼ିବା ସମୟରେ ହଠାତ୍ ତାର ସିଂହ ଏକ ଶାଖା ମଧ୍ୟରେ ଫସିଗଲା। ସେ ଯେତେ ଚେଷ୍ଟା କରିଲେ ମଧ୍ୟ ତା ଭିତରୁ ବାହାରି ପାରିଲା ନାହିଁ ଓ ବାଘ ତାକୁ ଧରି ନେଲା। ହେଲେ ବାଘ ହରିଣକୁ ଖାଇବା ପୂର୍ବରୁ ଏକ ହାତୀପଲ ଆସି ହରିଣକୁ ବାଘ ପାଖରୁ ରକ୍ଷା କରିଲେ ଏବଂ ହରିଣକୁ ସେଠାରୁ ବାହାର କରିଲା। ହରିଣ ହାତୀମାନଙ୍କୁ ଧନ୍ୟବାଦ ଜଣାଇଲା ଏବଂ ତା ସହିତ ସେ ଚିନ୍ତା କରିଲା, ମୋର ପତଳା ଗୋଡ଼ ପାଇଁ ମୁଁ ଖୁବ୍ ଜୋରରେ ଦୌଡ଼ି ପାରୁଥିଲି, ହେଲେ ଆଜି ଯଦି ହାତୀମାନେ ମୋତେ ରକ୍ଷା କରିନଥାନ୍ତେ ତାହେଲେ ମୋର ଏହି ସୁନ୍ଦର ସିଂହ ହେତୁ ମୁଁ ଏଠାରେ ଫସିଯାଇ ବାଘର ଶିକାର ହୋଇଯାଇଥାନ୍ତି। ଏହାପରେ ସେ ନିଜର ଅଭିଯୋଗ ପାଇଁ ଭଗବାନଙ୍କୁ କ୍ଷମା ମାଗିଲା।